ଆରେ କାଳିଆ, ବହୁ ବର୍ଷ ତଳର ହେମା ଓ ମାଳତୀ ବୋଲି ଦୁଇ ଭଉଣୀ ସେଇ ଗାଁ ଶେଷ ବଙ୍ଗଳାରେ ରହୁଥିଲେ। ତାଙ୍କର ଗୋଟେ ଭାଇ ବି ଅଛି। ତୁ ତାଙ୍କ ଭାଇ ବିଷୟରେ କିଛି ଜାଣିଛୁ? ଦେଖନ୍ତୁ ପଣ୍ଡିତେ, ଆପଣ ଯାହା କଥା କହୁଛନ୍ତି ତାଙ୍କୁ ଆମ ଗାଁ ଲୋକ ବହୁ ବର୍ଷ ତଳେ ଗାଁରୁ ତଡ଼ି ଦେଇଥିଲେ। ମୁଁ ସେତେବେଳେ ଛୋଟ ଥିଲି, ହେଲେ ସିଏ ଏବେ କୋଉଠି ଥିବେ, କେମିତି ଥିବେ କେହି ଜାଣିନାହାନ୍ତି। ହଉ ତାହେଲେ ମୁଁ ଯାଉଛି ସେପଟେ ଟିକେ ପଚରା ଉଚରା କରି ଆସେ। ଚାଲ ଅଶୋକ। ଆରେ ଟୁକୁନା, ତୁ ସେ ବହୁ ବର୍ଷ ତଳେ ଗାଁ ଲୋକ ଯୋଉ ବଙ୍ଗଳାର ଗୋଟେ ଲୋକକୁ ଗାଁରୁ ତଡ଼ି ଦେଇଥିଲେ, ତୁ ସେ ଲୋକ ବିଷୟରେ କିଛି ଜାଣିଛୁ କି? ପଣ୍ଡିତେ, ମୁଁ ତ ସେ ଲୋକ ବିଷୟରେ କିଛି ଜାଣିନି। ବହୁ ବର୍ଷ ତଳର କଥା ଯଦି, ତାହେଲେ ଆପଣ ଆମ ଗାଁର ବୟସ୍କ ଲୋକଙ୍କୁ ଏଇ କଥା ପଚାରିଲେ ସେ ନିଶ୍ଚୟ କିଛି ଗୋଟେ କହିପାରିବେ। ହଉ ଚାଲ ଅଶୋକ, ଆମେ ସେପଟେ ଯାଇ ବୁଝିବା। ପଣ୍ଡିତେ ପ୍ରଣାମ। ଆପଣ ଆଜି ହଠାତ୍ କେମିତି କଣ ମୋ ଘର ଆଡେ ଆସିଗଲେ ପୁଣି ଅବେଳାଟାରେ? ଆରେ ହରିଆ, ଗାଁ ଶେଷ ବଙ୍ଗଳାରେ ବହୁ ବର୍ଷ ତଳେ ଦୁଇ ଭଉଣୀଙ୍କର ଯୋଉ ଭାଇକୁ ଗାଁ ଲୋକ ମିଶିକି ଗାଁରୁ ତଡ଼ି ଦେଇଥିଲେ, ସେ ଲୋକ ବିଷୟରେ ତୁ କିଛି ଜାଣିଛୁ କି? ଆଜ୍ଞା ପଣ୍ଡିତେ, ସେ ଲୋକକୁ ଯେତେବେଳେ ଗାଁରୁ ତଡ଼ି ଦେଇଥିଲେ ସେ ପାଖ ଗାଁରେ ଯାଇ କିଛି ଦିନ ରହୁଥିଲା, ହେଲେ ସେଠି ବି ତାକୁ ଆମ ଗାଁ ଲୋକ ରଖେଇ ଦେଲେନି, ସେଠୁ ବି ବାହାର କରିଦେଲେ। ତାହେଲେ ସେ ଲୋକଟା ଏବେ କୋଉଠି ଥିବ ତୁ କହିପାରିବୁ? ପଣ୍ଡିତେ, ଆପଣ ଥରେ ଯାଇ ପାଖ ଗାଁରେ ଟିକେ ପଚାରିଦେଲେ ସେମାନେ ଠିକ ସେ କହିପାରିବେ। ପଣ୍ଡିତ ଓ ଅଶୋକ ଭାଇ ଯାଇ ପାଖ ଗାଁରେ ପଚରା ଉଚରା କଲେ। ଆରେ ଚଇତା ଭାଇ, ଘରେ ଅଛ? ଟିକେ ଶୁଣିଲ। ଆରେ ଅଶୋକ ଭାଇ, ପଣ୍ଡିତେ, ଆପଣ ଦି ଜଣ ଆଜି ହଠାତ୍ ଆସି ଆମ ଗାଁରେ, କଣ ହେଇଛି କି? ଆରେ ଆମ ଗାଁର ଶେଷ ମୁଣ୍ଡରେ ଯୋଉ ବଙ୍ଗଳାଟା ଅଛି, ସେଇ ବଙ୍ଗଳାରେ ଗୋଟେ ବହୁ ବର୍ଷ ତଳେ ଗୋଟେ ଲୋକକୁ ଗାଁ ଲୋକ ମିଶି ଗାଁରୁ ବିଦା କରିଦେଇଥିଲେ। ସେ ଲୋକଟା ଆସି ତମ ଗାଁରେ ରହୁଥିଲା, ତାପରେ କୁଆଡେ ଗଲା କେଜାଣି, ଜାଣିଛୁ? ଆରେ ସେ ବା ରାଘବ ଭାଇ, ସେ ଆଉ ଏଠି ରହୁନାହାନ୍ତି, ସେ ଏବେ ସହରରେ ରହୁଛନ୍ତି। ମୁଁ ଆପଣଙ୍କୁ ତାଙ୍କର ଠିକଣା ଜାଗାଟା କହୁଛି, ଆପଣ ସିଧା ଯାଇ ସେଠାରେ ତାଙ୍କୁ ଭେଟ ହେବେ। ଚଇତା ଠାରୁ ଠିକଣା ନେଇ ପଣ୍ଡିତ ଓ ଅଶୋକ ସିଧା ଯାଇ ରାଘବର ଘରେ ପହଞ୍ଚିଲେ। ଆପଣ ହେମା ଓ ମାଳତୀର ଭାଇ ନା? ଆପଣ କେମିତି ଜାଣିଲେ? ନା ନା ନା, ମୁଁ କାହାର ଭାଇ ନୁହେଁ। ଦେଖ, ତମେ ମିଛ କୁହନି, ଆମେ ଜାଣିଛୁ ତମେ ହିଁ ହଉଛ ହେମା ମାଳତୀର ଭାଇ, ହେଲେ ତମେ ମିଛ କାହିଁକି କହୁଛ? ଦେଖନ୍ତୁ ଆଜ୍ଞା, ସେ ତ ବହୁ ବର୍ଷ ତଳର କଥା। ମୋର ସେଦିନ କିଛି ଭୁଲ ନଥାଇ ମଧ୍ୟ ମତେ ଗାଁରୁ ତଡ଼ି ଦିଆଗଲା। ସେଦିନରୁ ଆଜି ଯାଏଁ ମୁଁ ମୋ ଗାଁକୁ କି ମୋ ଭଉଣୀ ମାନଙ୍କୁ କାହାକୁ ଦେଖିନି। ଏତେ ଦିନ ପରେ ଯଦି କିଏ ଆସି ମତେ ପଚାରିବ, ତାହେଲେ ମୁଁ ମିଛ ହିଁ କହିବି ନା। ଦେଖ, ତମେ ଗାଁରୁ ଯିବା ପରେ ତମ ଦୁଇ ଭଉଣୀ ରସି ଦେଇ ଆତ୍ମହତ୍ୟା କରିଦେଲେ। ଏବେ ତାଙ୍କର ଆତ୍ମା ଗାଁର କିଛି ଲୋକଙ୍କୁ ବନ୍ଦୀ କରି ରଖିଛି। ଆପଣ ଥରେ ସେଠାକୁ ଗଲେ ସେମାନେ ତାଙ୍କୁ ଛାଡ଼ିଦେବେ। ହେଲେ ମୁଁ ଏବେ ଗାଁକୁ ଗଲେ ଯଦି ପୁଣି କିଛି ଗଣ୍ଡଗୋଳ ହେବ, ତାହେଲେ? ସେମିତି କିଛି ହବ ନାହିଁ, ଚାଲନ୍ତୁ ଆପଣ। ଏହା ପରେ ସମସ୍ତେ ବଙ୍ଗଳା ପାଖକୁ ଗଲେ। ଏ ଡାହାଣୀ, ଦେଖ, ଆମେ ତ ଭାଇକୁ ନେଇ ଆସିଛୁ, ଏବେ ଗାଁ ଲୋକଙ୍କୁ ଛାଡ଼ିଦେ। ଭାଇ, ତୁ ଆସିଛୁ ଭାଇ, କେମିତି ଅଛୁ ତୁ? ଦେଖ, ତୁ ଗଲା ପରେ ଏଠି ସବୁ କଣ ହେଇଗଲା। ଛାଡ଼, ମୋ ସହିତ ଯାହା ତ ହେଲା। ତୁ କଣ ପାଇଁ ଆତ୍ମହତ୍ୟା କରୁଥିଲୁ ଯେ? ତୁ ଯିବା ପରେ ଆମେ ଆଉ ସେ କଷ୍ଟ ସହି ପାରିଲୁନି, ଆତ୍ମହତ୍ୟା କରିଦେଲୁ। ତୁ ଏବେ ଠିକ ଠାକ ଅଛୁ, ମତେ ସେତିକି ଦେଖି ଭାରି ଶାନ୍ତି ଲାଗିଲା। ଦେଖ, ତୁ ଏବେ ତ ଗାଁ ଲୋକଙ୍କୁ ଛାଡ଼ିଦେ। ତୁ ଯାହା କହିଥିଲୁ ଆମେ କଲୁ, ଏବେ ତ ଛାଡ଼ିଦେ। ରାଘବ, କୁହ ଟିକେ। ଦେଖ ଭଉଣୀ, ମତେ ଯୋଉମାନେ ଗାଁରୁ ତଡ଼ି ଦେଇଥିଲେ ସେମାନେ ତ ଆଉ ନାହାନ୍ତି। ତୁ ଏବେ ଏମାନଙ୍କର କାଇଁ ଅସୁବିଧା କରୁଛୁ? ଛାଡ଼ିଦେ ସେମାନଙ୍କୁ। ଆପଣ ମୋର ମାତ୍ର ଗୋଟିଏ କଥା ରଖିବେ, ମୋର ଯୋଉ ଭାଇକୁ ଗାଁରୁ ଆପଣ ମାନେ ତଡ଼ି ଦେଇଥିଲେ, ପୁଣି ଥରେ ତାକୁ ଆପଣ ମାନେ ଗାଁରେ ରଖିବେ। ମୁଁ ଏବେ ସମସ୍ତଙ୍କୁ ଛାଡ଼ି ଦଉଛି। ଏହା ପରେ ସମସ୍ତେ ଗାଁକୁ ଆସିଲେ।